ମାଲକାନଗିରି ଜିଲ୍ଲା କୃଷକ ସାଥୀ ସଂଘର ନୂତନ କର୍ମକର୍ତ୍ତା ଚୟନ। ଆଜି ମାଲକାନଗିରି ଜିଲ୍ଲାର କୃଷକ ସାଥୀ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ କାର୍ଯ୍ୟ କରୁଥିବା ସଭାପତିଙ୍କର ଦେହାନ୍ତ ପରେ ଆଜି ନୂତନ କୃଷକ ସାଥୀ ସଂଘର ସଭାପତି ଭାବେ ଶ୍ରୀ ଗଣେଶ ବୁରୁଡି ଓ ଉପସଭାପତି ଭାବରେ ଶ୍ରୀ ଘାସିରାମ ଗୁଣ୍ଡା ଓ ସମ୍ପାଦକ ଭାବରେ ଶ୍ରୀ ସନା କଫେ ଏବଂ କୋଷାଧ୍ୟକ୍ଷ ଭାବରେ ଶ୍ରୀ ସୁମନ୍ତ ମିସ୍ତ୍ରୀଙ୍କୁ ସହସମ୍ମତି କ୍ରମେ ଚୟନ କରାଯାଇଛି ଏବଂ ସଂଘର ଉପଦେଷ୍ଟା ଭାବେ ସଞ୍ଜୟ ବୈରାଗୀ ଓ ରାମ ପ୍ରସାଦ ସରକାରଙ୍କୁ ଚୟନ କରାଯାଇଛି। ଉକ୍ତ ବୈଠକରେ ଜିଲ୍ଲାର 7ଟି ବ୍ଲକ ସମସ୍ତ କୃଷକ ସାଥୀ ଯୋଗ ଦେଇଥିଲେ। ଆଗାମୀ ଦିନରେ କୃଷକ ସାଥୀ ମାନଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ନେଇ ନୂତନ ଭାବେ ଚୟନ କରାଯାଇଥିବା କର୍ମକର୍ତ୍ତା ମାନେ ମତ ରଖିଛନ୍ତି। ଆଜିର ଏହି ବୈଠକକୁ ପଣସପୁଟ ଗ୍ରାମ ପଞ୍ଚାୟତର କୃଷକ ସାଥୀ ଶ୍ରୀ ଶରତ ଚରଣ ଖରା ଅତି ସୁନ୍ଦର ଭାବରେ ପରିଚାଳନା କରିଥିବା ବେଲେ ଉପସ୍ଥିତ ସମସ୍ତ କୃଷକ ସାଥୀ ଭାଇ ମାନେ ସାହାଯ୍ୟ ସହଯୋଗ କରିଥିଲେ। এটা হচ্ছে সংগঠনর মূল কেন্দ্র। ঐক্য বলে একতা, বাক্য বলে কথা ঠিক রহিব, জবান ঠিক রহিব। তাহলে যেহেতু জয় জবান জয় কিষান, আমি বি সেই কৃষক সাথীর যে কৃষকর সাঙ্গ বা সাথী, কিন্তু আমার জবান ঠিক রহিবা কিন্তু সে জবান আমি কেবে ঠিক রহিপারুনি কাইনা ইয়ারে না দেইছি স্বেচ্ছাসেবীরে ইয়ারে কিছু। ମାଲକାନଗିରି ଜିଲ୍ଲାରୁ ଅବଦୁଲ ଗାନୀଙ୍କ ରିପୋର୍ଟ, ଓଡ଼ିଶା ପ୍ରୟାସ।